नाम दिया हैतला विष्णु तापर कौशल्य ताकर हाँ, हला टाइटल में पुत्र हला तापर रहला चाणक्य कोना जे जे सेटा ताको बापांकर नाम ताले एठी मने रखिबो बहुत जगह रे चाणक्य न देकी कौशल्य पके दबो कौशल्य न देकी विष्णुगुप्त भी पके दबो किंतु तीन जण जाक सेम बुझी पारलो सेतिरे से कोन डिस्क्राइब करिसंती आता को आसीबो अच्छा ठीक को बड़ाई को ସେତିକି ବାସ୍ ହେଲା ଶାସନିକ ବିଭାଗଟା ଆଗେ ଲେଖିବାର ହେଲା କର୍ମ ନ କଲେ ପନିଶମେଣ୍ଟ ଯୋଉଟା ରହିଲା ସେଇ ସବୁ ଆଚ୍ଛା ଏଇ ଯୋଉଟା କୌଟଲ୍ୟ ବା ଚାଣକ୍ୟ ଯୋଉ ଅର୍ଥଶାସ୍ତ୍ର ଲେଖିଛନ୍ତି ତାଙ୍କ ଟାଇମ ପିରିୟଡରେ ଜଣେ ଫରେନ ଟ୍ରାଭେଲର ଥିଲେ ସେ ତାଙ୍କ ଟାଇମରେ ସେ ଫରେନ ଟ୍ରାଭେଲର ନାଁ କଣ ଏବଂ ସେ ଲେଖିଥିବା ପୁସ୍ତକର ନାଁ କଣ ହେଲା ହଉ। ତାପରେ ଆମେ ଆପଣ ଲେଖିଥିଲେ ନୀତି ସାର ତାପରେ ନୀତି ସାର କିଏ ଲେଖିଛନ୍ତି କାମାନ୍ଧର ସେ ସେମ ସେ ଗୁପ୍ତ ଟାଇମ ପିରିୟଡ ଅଷ୍ଟାଦଶୀ ଅନିନି। ତାପରେ ଆମେ ଲେଖିଥିଲେ ମହାଭାଷ୍ୟ ପତଞ୍ଜଳି ହଁ ପତଞ୍ଜଳିରେ ସେଦିନ କିଏ କଣ ପଚାରିଥିଲେ ହେଲା ବ୍ରାହ୍ମ ଦେଖ ସେ ବାବା ପତଞ୍ଜଳି ହଉଛନ୍ତି ଜଣେ ସନ୍ନ୍ୟାସୀ ବୁଝିପାରିଲ ଦେଖାଇ କରିଥିଲେ ଏପଟୁ ମାନେ ତାଙ୍କ ଟାଇମ ପିରିୟଡ ଆଉ ଏ ଟାଇମ ପିରିୟଡ ଭିତରେ ତାଙ୍କର ବହୁତ ଜଣ କଣ ଥାଇପାରନ୍ତି ଶିଷ୍ୟ ଥାଇପାରନ୍ତି ସେପରି ଯୋଉଟା ଥାଏ ସେଇମାନଙ୍କ ଭିତରୁ ରାମଦେବ ବାବା ହଉଛନ୍ତି ଜଣେ ସେ ଚାହିଁଲେ ତାଙ୍କ ଗୁରୁଙ୍କ ନାମରେ ଗୋଟେ କମ୍ପାନୀ ଖୋଲିବା ପାଇଁ ବୁଝିପାରିଲ ଠିକ ସେ ହଉ ଆଜି ଆମେ ଲେଖିବା ମୁଦ୍ରା ରାକ୍ଷସ ଜଲ୍ଦି ଜଲ୍ଦି ଲେଖ ବହୁତ ଦୂର ଅଛି କଣ କରୁଛୁ ମୁଦ୍ରା ରାକ୍ଷସ ଆଉ ଦେବୀ ଚନ୍ଦ୍ରଗୁପ୍ତ ଜଣେ ହିଁ ଅର୍ଥ ଲେଖିଛନ୍ତି ଏଇଟା କିଛି ଇମ୍ପୋର୍ଟାଣ୍ଟ ଅଛି ମୁଦ୍ରା ରାକ୍ଷସ ହେଲା ଦେବୀ ଚନ୍ଦ୍ରଗୁପ୍ତ ବହୁତ ରେୟାର ପଡେ କିନ୍ତୁ ମୁଦ୍ରା ରାକ୍ଷସ ପ୍ରାୟ ପଡେ ହେଲା ତାକୁ ଲେଖିଛନ୍ତି ଶାଖା ଏଟା ଚନ୍ଦ୍ରଗୁପ୍ତଙ୍କ ଟାଇମ ରେ ହିଁ ଲେଖା ହେଇଥିଲା ବୁଝିପାରିଲ ମୌର୍ଯ୍ୟ ଟାଇମ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଟାଇମ ରେ ଏଇଠି ଦେଖିବ ତମେ ସଜେଇବ କଣ ଯେ ଗୁପ୍ତ ଟାଇମ ରେ କୋଉ ଅଥର ମାନେ ଥିଲେ ମୌର୍ଯ୍ୟ ଟାଇମ ରେ କୋଉ ଅଥର ମାନେ ଥିଲେ ବୁଝିପାରିଲ ଏଥିରେ ତାହେଲେ କୌଟଲ୍ୟ ଆସିଗଲେ ଆଉ କିଏ ଆସିଗଲେ ବିଶାଖା ଦତ୍ତ ଏମାନେ କୋଉ ଟାଇମ ପିରିୟଡ ରେ ଆସିଲେ ଟାଇମ ରେ ଆସିଲେ ତାପରେ ଲେଖ ହସ୍ତଚଣ୍ଡୀ ଜଣେ ହିଁ ଲେଖିଛନ୍ତି ଜଣେ ହିଁ ଲେଖିଛନ୍ତି ଏଟା ରହିଲା ଯୋଉ ମୁଦ୍ରା ରାକ୍ଷସ ରହିଲା ଇଏ ଚନ୍ଦ୍ରଗୁପ୍ତଙ୍କ ବିଷୟରେ ମୌର୍ଯ୍ୟ ବିଷୟରେ ଲେଖା ହେଇଛି ଆଉ ଯୋଉଟା ରହିଲା ଦେବୀ ଚନ୍ଦ୍ରଗୁପ୍ତ ଯୋଉଟା ରହିଛି ଚନ୍ଦ୍ରଗୁପ୍ତ ସେକେଣ୍ଡଙ୍କ ବିଷୟରେ ଲେଖା ହେଇଛି ବୁଝିପାରିଲ ଚନ୍ଦ୍ରଗୁପ୍ତଙ୍କ ବିଷୟରେ ଲେଖା ହେଇଛି ତାପରେ ରହିଲା ହର୍ଷଚରିତ ତମେ ଜାଣିଥିବ କହିଥିଲି ହର୍ଷଚରିତ ଆ ହର୍ଷବର୍ଦ୍ଧନଙ୍କ ସମୟରେ ଲେଖା ହେଇଥିଲା କିନ୍ତୁ ଲେଖିଛନ୍ତି କିଏ ବାଣ ବାଣବଣ୍ଟ ଏଟା ହର୍ଷବର୍ଦ୍ଧନ ଲେଖିଥିଲେ ଏଟା କାହା ଟାଇମରେ ଲେଖା ହେଇଥିଲା ହର୍ଷବର୍ଦ୍ଧନ ସେଇ ଟାଇମରେ ଏସବୁ ଏଠି ଦିଆ ସେଇ ଟାଇମରେ ଜଣେ ଫରେନ ଟ୍ରାଭେଲର ଇଣ୍ଡିଆରେ ଥିଲେ ତାଙ୍କର ନାଁ କଣ ମେନ୍ସା ମେନ୍ସା ହେଲା ତାକୁ ଜୁଆନଜାଙ୍ଗ ବୋଲି ବି କୁହାଯାଏ ପଢାଯାଏ ଆକୁ କଣ ଜୁଆନଜାଙ୍ଗ ବୁଝିପାରିଲ ତାଙ୍କର ଅନ୍ୟ ନାମ କଣ ରହିଲା ଜୁଆନଜାଙ୍ଗ ବହୁତ ଜାଗାରେ ମେନ୍ସା ନ ଲେଖି କଣ ଲେଖି ଦେଇଥିବେ ଜୁଆନଜାଙ୍ଗ ଲେଖିଦେଇଥିବେ
Yes. ତାପରେ ଲେଖ ବିକ୍ରମ ଚରିତ। ବିକ୍ରମ ଚରିତ। ଗୋଟେ କାମ କର, ଗ୍ରୁପରେ ପଠେଇ ଦଉଛି ହେଲା। ଏ ବୁଝିପାରୁଛ କି? ଦେଖିଲ ସେ ବୁଝିପାରିବ ସେ କଣ ଲେଖା ହେଇଛି। ତାହେଲେ ମୁଁ ବୁଝେଇବି, ନହେଲେ ଏମିତି ଗୋଟେ ଗୋଟେ କରି ସେମିତି ଲେଖିଲେ ବହୁତ ଟାଇମ ପକେଇବ। ଆଚ୍ଛା। ଆରେ ମୁଁ ବୁଝଉଛି ହେଲା, ବହୁତ ଜାଗାରେ ମୁଁ ସର୍ଟରେ ଦେଖିଛି ତ ସେଥିପାଇଁ ବିକ୍ରମଙ୍କ ହେଲା, ଚାଣକ୍ୟ କିଂ ବିକ୍ରମାଦିତ୍ୟଙ୍କ କାହିনী। ହେଲା ମୁଁ ବୁଝେଇଦେବି, ଏବେ ବୁଝେଇ ଦଉଛି, ପଠେଇଦେବି ହେଲା। ଦେଇଦେବି। ସମସ୍ତେ ଯିଏ ନାହ ତାକୁ ଆଡ୍ କରିଦବ, ଆସୁଛନ୍ତି ନୂଆ ତାଙ୍କୁ ଆଡ୍ କରିଦବ ହେଲା। ତାହେଲେ ସେଇଥିରେ ପଠେଇଦେଲେ ଲେଖିବା ପାଇଁ ଇଜି ହବ। ହଉ ଦେଖ ଫାର୍ଷ୍ଟ ରହିଲା ଆମର ହର୍ଷ ଚରିତ ଗଲା। ହର୍ଷ ଚରିତରେ ଲେଖା ହେଇଛି ଆମର ବାଣଭଟ୍ଟ ଲେଖିଛନ୍ତି କାହା ବିଷୟରେ? ହର୍ଷବର୍ଦ୍ଧନଙ୍କ ଟାଇମରେ, ଯେତେବେଳେ ଆମର ହର୍ଷବର୍ଦ୍ଧନ ଯିଏ ରହିଲେ ଲାଷ୍ଟ ହିନ୍ଦୁ ପାୱାରଫୁଲ ରୁଲର। ଦେଖ ଏଇଟା ନାହିଁ ପାଇବ। ହର୍ଷବର୍ଦ୍ଧନ ଯିଏ ରହିଲେ ଆମର କିଏ ରହିଲେ? ଲାଷ୍ଟ ହିନ୍ଦୁ ପାୱାରଫୁଲ ରୁଲର। ଓକେ। ସେଟା ଆମର ଇଏର ଓଡିଶାର। କିଏ ଥିଲେ ଲାଷ୍ଟ ପାୱାରଫୁଲ ହିନ୍ଦୁ ରୁଲର ଆମର କିଏ? କନିଷ୍କ। ବାଣଭଟ୍ଟ। ବଂଶର ହର୍ଷବର୍ଦ୍ଧନ ପା। ବଂଶ ଖେରା। ଆରେ ବଂଶ ଖେରା ହଉଛି ସେଠି ହଉଛି ଇନସ୍କ୍ରିପସନ ସେଗୁରା। ସେଟା ଇନସ୍କ୍ରିପସନ ଲେଖା ହେଇଛି। ମାନେ ଦେଖ ଏ ଯୋଉ କାର୍ଯ୍ୟ ଗୁଡିକ କରିଥିଲେ ମାନେ କଣ ଥିଲା, କୌଣସି ରାଜା ଯଦି କୌଣସି ମାନେ କାମ କରୁଛି ଭଲ କାମ, ସେଇଟାକୁ ସେମାନେ ଲେଖି ରଖୁଥିଲେ। ସେଇଟାକୁ ସେମାନେ କଣ କରୁଥିଲେ? ଲେଖି ରଖୁଥିଲେ। ସେଟାକୁ ସେମାନେ ଲେଖି ରଖୁଥିଲେ, ଯୋଉଟା କି ଆମର ଇନସ୍କ୍ରିପସନ କୁ ଯାଉଛି। ଇନସ୍କ୍ରିପସନ ମାନେ କଣ? ଲିଖିତ ଆକାରରେ ଯୋଉଗୁରା ଲେଖା ହେଇଛି ତାକୁ ଇନସ୍କ୍ରିପସନ ବୋଲି କୁହାଯାଏ। ବୁଝିପାରିଲ? ତାହେଲେ ସେଇଟା ଏଇଟା ଆହୁରି ବହୁତ ଜଣଙ୍କର ବିଷୟରେ ଲେଖା ଯାଇଛି। ସେଇ ସବୁ ଇନସ୍କ୍ରିପସନ ମାନେ ରାଜାଙ୍କର ଗୁଣଗାନ ସବୁ ଲେଖାଯାଇଛି ହେଲା। ତାଙ୍କର ଯଶ ଯେତିକି ଯଶ କୀର୍ତ୍ତି କହିଛି କିଛି ନାହିଁ, ଲିଖିତ ଆକାରରେ ଯାହା ଡେସକ୍ରିପସନ ଟା ପତ୍ର ଲିଖିତ ହେଇକି ରହୁଛି। ସେ ଲିଖିତ ଆକାରରେ ଯୋଉଟା ରହିଲା ସେଇଟା ହିଁ ଜାଣ। ତାପରେ ଆମର ରହିଲା କଣ? ବିକ୍ରମ ଚରିତ। ବିକ୍ରମ ଚରିତ ଲେଖିଛନ୍ତି ବିଲଣ, ଯିଏ ପାରିବ ଲେଖି ନବ ହେଲା, ଯିଏ ନ ପାରିବ ଫଟୋ ପଠେଇଦେବି ଲେଖିନବ ହେଲା। ବିକ୍ରମ ଚରିତ କିଏ ଲେଖିଛନ୍ତି? ବିଲଣ ଲେଖିଛନ୍ତି। ସେ ଚାଲୁକ୍ୟ ବାତାପିର ଜଣେ ରାଜା ଥିଲେ। ବାତାପି ଗୋଟେ ଜାଗା, ସେ ଜାଗାର ନାମ ଥିଲା, ମାନେ ଯୋଉମାନେ ଶାସନ କରୁଥିଲେ ସେମାନେ ରହିଲେ ଚାଲୁକ୍ୟ ହେଲା। ପୁଲକେଶୀ ଆରମ୍ଭ କରିଥିଲେ। ପୁଲକେଶୀ ହେଲା ଚାଲୁକ୍ୟର ରୁଲର।
ପୁଲକେଶୀ ରହିଲେ ଆମର ଚାଲୁକ୍ୟ ରହିଲେ ପୁଲକେଶୀଙ୍କ ସମୟରେ ହିଁ କଣ ରହିଲା ବାତାପି ଯୋଉଟା ରହିଲା ବାତାପିର ଶାସକ କୋଉ ମାନେ ଥିଲେ ଚାଲୁକ୍ୟ ମାନେ ଚାଲୁକ୍ୟ ମାନଙ୍କର ଜଣେ ଆଉ ଜଣେ ରାଜା ଥିଲେ ତାଙ୍କ ନାମ ହଉଛି ବିକ୍ରମାଦିତ୍ୟ ଏ ବିକ୍ରମାଦିତ୍ୟଙ୍କ ସମୟରେ ଯିଏ ଥିଲେ ତାଙ୍କର ପୋଏଟ ଥିଲେ ତାଙ୍କ ନାମ ହଉଛି ବିଲ୍ହଣ ବୁଝିପାରିଲ ବିଲ୍ହଣଙ୍କ ଦ୍ଵାରା ଲିଖିତ ଆକାରରେ ବା ଲେଖା ଯାଇଥିବା ପୁସ୍ତକର ନାମ ହଉଛି ବିକ୍ରମ ଚରିତ ବୁଝିପାରିଲ ତାପରେ ରହିଲା ବିକ୍ରମ ଚରିତ ପରେ ରାମଚରିତ ରାମଚରିତ ହଉଛି ପାଳ ହଁ, ଚାଲୁକ୍ୟ କିଙ୍ଗ ବିକ୍ରମାଦିତ୍ୟଙ୍କ ଟାଇମ ଚାଲୁକ୍ୟ କିଙ୍ଗ ଚାଲୁକ୍ୟ କିଙ୍ଗ ରହିଲା ଇଏ ଥିଲେ କାହାର ବାତାପି ଲେମ୍ବୁ ଲେମ୍ବୁ ହେଲା ବାତାପି ତାପରେ ବିକ୍ରମାଦିତ୍ୟ ଯିଏ କହିଲେ ସେଠି ଥିଲେ ଆମର ଖଣ୍ଡ ଥିଲେ ପୁଲକେଶୀ ହେଲା ତ ମୁଁ ସିଆଡକୁ ଯାଉନି ପୁଲକେଶୀ ତାପରେ ଆସିଲେ ଆମର ବିକ୍ରମ ଚରିତ ଗଲା ଏଟା ବିକ୍ରମଙ୍କ ଦେବ ଚରିତ ତାପରେ ଆସିବ ଆମର ରାମଚରିତ ରାମଚରିତ ଲେଖିଛନ୍ତି ସନ୍ଧ୍ୟାକର ନନ୍ଦୀ ଗୋଟେ ଇମ୍ପୋର୍ଟାଣ୍ଟ ଯୋଉଟା କହୁଛି ଇମ୍ପୋର୍ଟାଣ୍ଟ ସେଟା ଲେଖିକି ରଖିଥିବ ହେଲା ସନ୍ଧ୍ୟାକର ନନ୍ଦୀ ସନ୍ଧ୍ୟାକର ନନ୍ଦୀ କାହା ବିଷୟରେ ଲେଖିଛନ୍ତି ରାମପାଳଙ୍କ ସମୟ ପାଳ ଡାଇନେଷ୍ଟିର 4 ନମ୍ବର ରୁଲର ବଙ୍ଗର ହେଲା ବଙ୍ଗ ହଁ ଏସବୁ ଟାଇମ ପିରିୟଡରେ ବଙ୍ଗ ରାଜ୍ୟର ରୁଲର ଥିଲେ ସେତେବେଳେ ଆମର କିଏ ଥିଲେ ରାମପାଳ ତାଙ୍କର କୋର୍ଟ କହିଥିଲେ ସନ୍ଧ୍ୟାକର ନନ୍ଦୀ ସନ୍ଧ୍ୟାକର ନନ୍ଦୀ ରାମପାଳଙ୍କର ଯଶଗାନ କରିବା ପାଇଁ ତାଙ୍କର ଭଲ ଭଲ କଥା ଗୁଡିକ ଲେଖିବା ପାଇଁ ସେ କଣ ଲେଖିଥିଲେ ରାମଚରିତ ପୁସ୍ତକ ଲେଖିଥିଲେ ତାପରେ ଲେଖ ଗୌଡ ବାହ ଗୌଡ ବାହ ଆକୁ ଲେଖିଛନ୍ତି ବାକ୍ପତି ଇମ୍ପୋର୍ଟାଣ୍ଟ ଇମ୍ପୋର୍ଟାଣ୍ଟ ନାହିଁ ଖାଲି ଅଛି ବୋଲି ଲେଖିଦବା ବାକ୍ପତି ଗୌଡ ବାହ এটা ହଉଛି ଆମର ଯଶ ବର୍ମନଙ୍କ ଟାଇମ ଯଶ ବର୍ମନ ବର୍ମନ ଡାଇନେଷ୍ଟି ମୁଁ ଇମ୍ପୋର୍ଟାଣ୍ଟ ଗୁଡା କହିଦଉଛି ହେଲା ଲେଖିବ ତ ସବୁ ଇମ୍ପୋର୍ଟାଣ୍ଟ ଗୁଡା କହିଦଉଛି କୁମାରପାଳ ଚରିତ କୁମାର ପାଳ ଚରିତ ଏ ଲେଖିଛନ୍ତି ଏ ବି ପାଳ ଡାଇନେଷ୍ଟି ହେଲା ସବୁ ପାଳ ଡାଇନେଷ୍ଟି ଗୁପ୍ତ ପରେ ହର୍ଷବର୍ଦ୍ଧନ ଏବଂ ଗୁପ୍ତ ମଝା ମଝିରେ ଯେତିକି ଡାଇନେଷ୍ଟି ରହିଲା ସେ ସବୁ ପାଳ ଉପରକୁ ହିଁ ଆସୁଛି ବୁଝିପାରିଲ ନୂଆ ନୂଆ ଯୋଉମାନେ ଆଜି ଇଏ କରୁଛ ସେମାନଙ୍କୁ ପ୍ରାୟତଃ ଟିକେ ମାନେ ଅସୁବିଧା ହବ ବୁଝିବା ପାଇଁ ତା ପୂର୍ବରୁ ବହୁତ ଜିନିଷ ପଢା ହେଇଛି ସେଥିପାଇଁ ଏଗୁରା କଣ ଲେଖା ହଉଛି କଣ ତା ବୁଝି ପାରୁନଥିବ କହି ଦିଆଯାଉଛି ଯେ ଏଟା ହଉଛି ରାଜାଙ୍କ ଟାଇମ ପିରିୟଡରେ ରାଜା ମାନଙ୍କର ଅଧିକ ଉନ୍ନତି କାର୍ଯ୍ୟ କରିଥିବା ଯୋଉ ରାଜା ମାନେ କରିଥିଲେ ସେଟା କେଟା ସତ ବି ହେଇପାରେ ମିଛ ବି ହେଇପାରେ କିନ୍ତୁ ଯେହେତୁ ସେମାନେ ଲେଖିଛନ୍ତି ସେଥିପାଇଁ ତାକୁ ହିଷ୍ଟ୍ରିରେ କାଉଣ୍ଟ କରାଯାଉଛି ହେଲା ନର୍ମାଲି ଯଦି ପଚରା ଯିବ ହିଷ୍ଟ୍ରି ମାନେ କଣ ବା ଇତିହାସ ମାନେ କଣ ମାନେ ସୋର୍ସ ପଚାର ହଁ, ଆଉ କ୍ରୋନୋଲୋଜିକାଲ କୁ ଛାଡ କ୍ରୋନୋଲୋଜିକାଲ ଟା ସେଟା ହିଷ୍ଟ୍ରିରେ କେମିତି ତାକୁ ହଁ ସେଟା ସଜଉଛୁ ଯାହା ଠିକ ଅଛି ତାକୁ କେମିତି ଆଡ କରିବୁ ସାଇଣ୍ଟିଫିକ ରେକର୍ଡ ଅଛି ହେଲା ସେଟା ଅଛି ହେଲା ଆଉ ଆଉ କଣ ହେଇପାରେ ଯାହା ସବୁ ଆମର ପାଷ୍ଟ ନର୍ମାଲି ନିଜ ଲାଙ୍ଗୁଏଜରେ ପୁରୁଣା ଡେଫିନେସନ ଉପରେ କାହିଁ ଯାଉଛ ଯାହା ବି ତମ ପାଷ୍ଟରେ ହେଇସାରିଛି ସେଇଟା ହିଁ ହଉଛି ହିଷ୍ଟ୍ରି ଅତୀତର ଯାହା ବି ହେଇଛି ସେଇଟା ହିଷ୍ଟ୍ରି
2 मिनिट पूर्व तुम सह जहाँ है हिस्ट्री से रिटर्न आउ थे आसबनी बुझिपार तो हिस्ट्री कोटा हिस्ट्री सोर्स कहले कौन बुझा सोर्स माने उपादान उपादान कौन जो आमको हिस्ट्री विषय में नॉलेज मिले जानिबा माने हम जानि पारो जे हमको हिस्ट्री मिलु जोटा कि से कहला रिटन एविडेंस जोटा रहिला आउ कोन रहि परिबो इंस्क्रिप्शन रहिला रिटन मॉन्यूमेंट्स कॉइन्स आउ पॉटरी बहुत किछि है बहुत किछि त सेही गुडा ही होची हमर कोन सोर्स सोर्स को हमें तीन भाग रे डिफाइन करबा जदी हला जो नॉर्मल रहला हमर लिटरेरी आर्कियोलॉजिकल आ गोटे रहला हमर आर्काइव रा मॉडर्न टाइम रे यूज करा जाय आर्कियोलॉजी जोटा रहउची सेटा होची हमर एंशिएंट टाइम रे बुझि पारलो तापर रिटन एविडेंस एविडेंस आसिला तापर आसिला आर्काइव आर्काइव माने कोन जो अभिलेखागार हला माने हमर जोडी हमर सब जिंस गुडी को कोन हेची सजे के लेखा हेची आज हम मॉडर्न टर्म रे जदी हम कहता म्यूजियम मॉडर्न टर्म रे बुझिबा पाई म्यूजियम रे जो जिंस गुडी को सुरक्षित करी रखा हेची सेटा आर्काइव रे जाउ जोटा कि मॉडर्न टाइम पीरियड रे हिस्ट्री जदी हम डायरेक्ट जेबेटो हमर लेखा स्टार्ट हेची माने जोटा हमर हिस्ट्री प्रोटो हिस्ट्री आउ माने हिस्ट्री प्री हिस्ट्री प्रोटो हिस्ट्री जोटा रहिला ताले जो टाइम रो हमर लेखा जाईची से टाइम को हमें कोन आला हां उल्टा कहूची हला उल्टा कहूची हला प्री प्रोटो हिस्ट्री उल्टा कहूची जानी तो से कोन आला जेबेटो हमर रिटन एविडेंस आसिला हमें लेखि जानिले पढी जानिले सेबेटो इतिहास को तीन भाग रे भाग करा जाय गोटे रहला एंशिएंट गोटे रहला मिडिएवल आ गोटे रहला मॉडर्न एंशिएंट ता केबेटो आसिला एंशिएंट जेबेटो हमर ऋग्वेद आरंभ होला सेबेटो जाय कि हमर चलिला केबे जाय ना 7th सेंचुरी 6 और 7th सेंचुरी पर्यंत एडी पर्यंत चलिला अगर मु कहिची आउ थोरे भी कहि दउची एडी बा बीसी रो माने कोन केमिति हमें बाहर करबा यदि कहजिबा कोनोसी यदि वार हेइतिला बा किछि हेइतिला मु एने कहिची 321 में चंद्रगुप्त मौर्य सिंहासन आरोहण करिथिले प्रेजेंट टाइम रे केते वर्ष केमिति हमें जानिबा एटा होची भी हैला बीसी माने जेतेबेले जो भी देखिबो तले तुम बहुत जगह हमको कोन रुहेनी नंबर गुडा मने रुहेनी एक्चुअल नंबर मने रुहेनी किंतु सेंचुरी तमे कहि पार बुझि पारलो सेंचुरी माने कोन ଯେତେବେଳେ ମନେ ରଖ ଏଇଟା ଆମର କୋଉ ସେଞ୍ଚୁରୀ ଚାଲିଛି କାହିଁକି 21st ବୋଲି କୁହା ହଉଛି 21ଶ ଶତାବ୍ଦୀ କାହିଁକି କୁହା ହଉଛି କାରଣ 2000 ତ ଯାହା ବି ରହିବ ତାକୁ 21ଶ ଶତାବ୍ଦୀ ବା 21st ସେଞ୍ଚୁରୀ ବୋଲି କୁହାଯିବ ବୁଝିପାରିଲ 22nd ସେଞ୍ଚୁରୀ କେତେବେଳେ ହବ ଠିକ ସେମିତି ଏଇଟା ହେଲେ ଆମର କଣ ହେଇଯିବ ବୁଝିପାରିଲ ତ ଯେତେବେଳେ BCE ବା ଆମର ଖ୍ରୀଷ୍ଟ ପୂର୍ବ BCE ର ମାନେ କଣ ରହିଲା ଖ୍ରୀଷ୍ଟ ପୂର୍ବ ନ ବୁଝିପାରିଲେ ପଚାରିବ ପ୍ଲିଜ ବୁଝିଲୁ ଖ୍ରୀଷ୍ଟ ପୂର୍ବ ଯୋଉଟା ରହିଲା ଖ୍ରୀଷ୍ଟ ପୂର୍ବ ଯଦି ଜାଣିବାର ଅଛି ପ୍ରେଜେଣ୍ଟ ଟାଇମ ପ୍ଲସ ଯୋଉଟା BCE ଲେଖା ହେଇଥିବ ସେଟାକୁ ଆଡ କରିବ ରହିଲା ପ୍ରେଜେଣ୍ଟ ଟାଇମ କେତେ ରହିଲା 25 ସେ 321 ରେ ଆସିଥିଲେ 10 ଏଇଟା ହେଲେ ତମର ଖ୍ରୀଷ୍ଟ ପୂର୍ବ ବା BCE ଟା ଟୋଟାଲ ବାହାରେ ବୁଝିପାରିଲ କେତେ ରହିଲା ହେଲା ଏତିକି ବର୍ଷ ପୁରୁଣା ହଉଛି କିଏ ଚନ୍ଦ୍ରଗୁପ୍ତ ମୌର୍ୟ ଏତିକି ବର୍ଷ ପୁରୁଣା କିନ୍ତୁ ଯଦି ଏଇଠି କୁହାଯିବ ଏବେ ଯଦି କୁହାଯିବ ଏଇଠି ତମର ଯିଏ କି ଇଣ୍ଡିଆକୁ ଆସିଥିଲେ କଣ କିଛି ନାହିଁ ରାଲ୍ଫ ଫେଚ୍ ଆକବରଙ୍କ ଟାଇମ ରେ ଆସିଥିଲେ ସେ କାହା ଟାଇମ ରେ ଆସିଥିଲେ ଆକବର ଆକବରଙ୍କ ଟାଇମ ପିରିୟଡ କେତେ 1556 1556 ରୁ 1602
ଏଇ ଟାଇମରେ ରାଲ୍ଫ ଏଚ୍ ଆସିଥିଲେ, ତାହେଲେ ମୁଁ ଯଦି ଆକୁରେଟଲି 1560 ହେଲା ଧରି ହେଲା 1560 ରେ ଯଦି ଆସିଥିଲେ ତାହେଲେ ସେ କେତେ ବର୍ଷ ହେଲା? ତାହେଲେ 2025 ରୁ ଏଟା ଏଡି ରେ ଥିଲେ ବା ଖ୍ରୀଷ୍ଟାବ୍ଦ ଯୋଉଟା ଥାଏ ଆମର ନର୍ମାଲ ଯୋଉ ବହି ଜାଗାରେ ଲେଖା ହେଇଥାଏ ଓଡିଆ ବହି ଖ୍ରୀଷ୍ଟାବ୍ଦ ବା ଏଡି, ତମକୁ କଣ କରିବାର ଅଛି? ନର୍ମାଲି ମାଇନସ କରିବାର ଅଛି, ବୁଝିପାରିଲ? ନର୍ମାଲି କଣ କରିବାର ଅଛି? ମାଇନସ କରିବାର ହେଲା। କେତେ ରହିଲା? 5 ରୁ ଦେଖ ଟିକେ ମ୍ୟାଥରେ କହିଦବ। ତାପରେ ହଁ ହଁ ଏଇପରି ହଉ। ତାହେଲେ ଏତିକି ବର୍ଷ ପୁରୁଣା, ମାନେ ଏତିକି ବର୍ଷ ପୂର୍ବେ କିଏ ଆସିଥିଲେ? ରାଲ୍ଫ ଏଚ୍ ହେଲା ଆସିଥିଲେ। କିନ୍ତୁ ଆମର ଦିଆହେଇଛି ଯେ କ୍ୟାପ୍ଟେନ ହକିନ୍ସ ଯିଏ ଆସିଥିଲେ ଫାଷ୍ଟ ହେଲା, ତାଙ୍କ ନୁହେଁ, ତା ପୂର୍ବରୁ ବି ଆସିଛନ୍ତି। ଆଗ ଟାଇମରେ ଆସିଥିଲେ, ସେ ଔରଙ୍ଗଜେବଙ୍କ ଟାଇମରେ ଆସିଥିଲେ। ଜିନିଷକୁ ବୁଝ, କିନ୍ତୁ ଏଇଟା ମେନସନ କରାହେଇନି, ଏଇଠି ମେନସନ କର, ଇଏ ବେଶୀ ଟାଇମ ରହିନଥିଲେ, ସେ ଆସିଥିଲେ ବିଜନେସ ଟ୍ରେଡ ହିସାବରେ, ସେଥିପାଇଁ ତାଙ୍କ ନାଁଟା ଦିଆଯାଇଛି। ହେଲା, ମୁନରୋ ମୁନରୋ। ତାହେଲେ ଏଇଠି ଆଉ ବିସି ବିଷୟରେ କାହାର ବୁଝିବାର ଅଛି ଆଉ? କ୍ଲିୟର ହେଲ କି? ହଁ କହିଲେ ମୁଁ ଜାଣିବି କି? ତମେ ଜମା ଦିଟା ତିନିଟା ପିଲା କହିବ, ବାକି ପିଲା ଚୁପଚାପ ବସିବ। ଖ୍ରୀଷ୍ଟାବ୍ଦ ଖ୍ରୀଷ୍ଟପୂର୍ବ ଜାଣି ହେଲା କି? ବୁଝିପାରିଲ? ଯୋଉଠି ନ ଆସିବ ସେଥିରେ ଦେଖିବ। ହେଲା, ଯୋଉଠି ନ ଆସିବ ସେଥିରେ ପକେଇଦବ। ଏଇ ବହୁତ ଜାଗାରେ ବହୁତ କିଛି ଦେଖାଯାଏ। ତମକୁ ବେଶୀ ଭ୍ୟାରି କରେ ସବୁ କମ କ୍ୱେଶ୍ଚିନ୍, ତମେ କାହାଣୀ ଲେଖିପାରିବ କ୍ୱେଶ୍ଚିନ୍ ଅଧିକ ଆସିବ, 30 40 ତମର ଖାଲି ସବ୍ କ୍ୱେଶ୍ଚିନ୍ ଆସିବ। ହେଲା, ଆଉ ସବୁଠାରୁ କଷ୍ଟିଆ ଜିନିଷ ହେଲା ସେଇଟା, ବହିରୁ ସବ୍ କ୍ୱେଶ୍ଚିନ୍ ଗୁରା ମାର୍କ କରିବା। ବୁଝିପାରିଲ? ସବ୍ କ୍ୱେଶ୍ଚିନ୍ ମାର୍କ କରିବା ସେଟା ସବୁଠାରୁ କଷ୍ଟ। ହଉ, କୁମାରପାଳ ଚରିତ କିଏ ଲେଖିଥିଲେ? ହେମଚନ୍ଦ୍ର, ସେଇ ଟାଇମରେ ପାଳ ମାନଙ୍କ ଟାଇମରେ। ହଉ, ଏବେ ଆମେ ଟିକେ ମିଡିଆଭାଲ କୁ ଏଣ୍ଟ୍ରି କରିଦବା ହେଲା। ଦେଖ, ପୃଥ୍ୱୀରାଜ ରାଠୋର ଆକ୍ଚୁଆଲି ଆମେ ଯୋଉ କହିଲେ କିଏ ଆମର ଆସିଥିଲେ ହର୍ଷବର୍ଦ୍ଧନ, ସେ ରହିଲେ last କିନ୍ତୁ powerful ruler। ସେଟା ଯାଇଛି, ତାପରେ ମୁସଲମାନ ମାନେ ଆସିଥିଲେ 7th ସେଞ୍ଚୁରୀରୁ ଆସିବା ଷ୍ଟାର୍ଟ କରିବେ। ବୁଝିପାରିଲ? କିନ୍ତୁ ତାଙ୍କ ଭିତରେ ବି ହିନ୍ଦୁ ରୁଲର ମାନେ ଥିଲେ। ସେଠୁ ପାୱାରଫୁଲ ଭିତରେ ବି ମାନେ ବହୁତ ରାଜା ଥିଲେ। ତାଙ୍କ ଭିତରେ ଜଣେ ରହିଲେ ପୃଥ୍ୱୀରାଜ ଚୌହାନ। ଆରେ ହଁ ସେଇ ହେଲା। ହଁ ହଁ, ଏ ବହିର ନା ତାକୁ ଲେଖିଛନ୍ତି ଚାନ୍ଦବରଦାଇ। ଦେଖ, ଚାନ୍ଦବରଦାଇ। ଏଥିରେ କାହା ବିଷୟରେ ଡେସ୍କ୍ରାଇବ କରାଯାଇଛି? ମହମ୍ମଦ ଘୋରୀ। ଶୁଣୁ, ପୃଥ୍ୱୀରାଜ ଚୌହାନରେ ମହମ୍ମଦ ଘୋରୀ ଯେତେବେଳେ ଆସିଥିଲେ 1191 ଗୋଟେ ଯୁଦ୍ଧ ହେଇଥିଲା। Battle of Tarain, ତିରୋରୀ ଯୁଦ୍ଧ। ନର୍ମାଲି ଯଦି ଆମେ ଜାଣିବା ତିରୋରୀ ଯୁଦ୍ଧ ଦିଥର ଏ ଯୁଦ୍ଧଟା ହେଇଥିଲା। ୱାର ଟା ଦିଥର ହେଇଥିଲା। ବୁଝ କଣ କହୁଛି, ଏଠି କାହାଣୀରେ ଅଛି ପୃଥ୍ୱୀରାଜ ଚୌହାନ ଯିଏକି ଆମର ହିନ୍ଦୁ ରୁଲର ଥିଲେ। କୋଉଠି କୋଉଠି ଥିଲେ? ଏ ରାଜପୁତ ଥିଲେ। ରାଜପୁତ କୋଉଠି? ହଁ, ରାଜସ୍ଥାନ। ହେଲା, ରାଜସ୍ଥାନ ଆଉ ଇନ୍ଦ୍ରପ୍ରସ୍ଥ ମାନେ ଦିଲ୍ଲୀ, ଏଇ ଏରିଆରେ ସିଏ ଥିଲେ ରୁଲର। ଏଇ ଏରିଆର ହିଁ ରୁଲର ଥିଲେ କିଏ? ପୃଥ୍ୱୀରାଜ ଚୌହାନ। ବୁଝିପାରିଲ? ତାଙ୍କ ଟାଇମରେ ଆମର ଆସିଥିଲେ କିଏ? ସେ ଆସିଥିଲେ 1191ରେ। ତାଙ୍କ ସହ ଗୋଟେ କନଫ୍ଲିକ୍ଟ ହେଇଥିଲା, ତାଙ୍କ ସହ ଯୁଦ୍ଧ ହେଇଥିଲା। କାହାର? ପୃଥ୍ୱୀରାଜ ଚୌହାନ ଆଉ ମହମ୍ମଦ ଘୋରୀ ବିଷୟ, ମାନେ ତାଙ୍କ ଭିତରେ। କୋଉଠି? 1191ରେ କିରଣୀ ନାମକ ଗୋଟେ ଜାଗାରେ। କୋଉଠି? କିରରୀ ନାମକ ବା ତେରାଇନ ନାମକ ଏକ ଜାଗାରେ ହେଇଥିଲା ଯୁଦ୍ଧ। ସେଥିପାଇଁ ତାକୁ ଫାର୍ଷ୍ଟ ବାଟଲ ଅଫ ତେରାଇନ ବୋଲି କୁହାଯାଏ। ତାକୁ ସେତେବେଳେ ସେ କିଏ? ମହମ୍ମଦ ଘୋରୀ ହାରି ଯାଇଥିଲେ, ତ ପୃଥ୍ୱୀରାଜ ଚୌହାନ ତାକୁ ଛାଡିଦେଲେ, ଦୟା ଦେଖେଇଲେ।
କିନ୍ତୁ ମହମ୍ମଦ ଘୋରୀ ଯାଇ ନଥିଲେ ସେ ଜାଗା ଛାଡି। ସେଠୁ ସେ କଣ କଲେ, ତାଙ୍କ ରାଜ୍ୟ ବାହାରେ ଯୋଉ ପାହାଡ ଥିଲା ସେ ପାହାଡ ପାଖରେ ସେ ରହିଥିଲେ ଏବଂ ରହିକି ସେଇଠି ଅଲଗା ତାଙ୍କର ସୋଲଜର୍ସ ମାନଙ୍କୁ ସେ ଏକାଠି କଲେ ଆଖପାଖ ଏରିଆରୁ। ସେକେଣ୍ଡ ଟାଇମ 1192 ରେ ସେ ପୃଥ୍ୱୀରାଜ ଚୌହାନଙ୍କ ଉପରେ ସେକେଣ୍ଡ ଟାଇମ ଆଟାକ କଲେ, ଯାହାକୁ କୁହାଗଲା ସେକେଣ୍ଡ ବ୍ୟାଟେଲ ଅଫ ତରାଇନ ହେଲା। ଦ୍ୟାଟ ଇଜ ଫାର୍ଷ୍ଟ ବ୍ୟାଟେଲ, ସେକେଣ୍ଡ ବ୍ୟାଟେଲ। ଆଉ ଏଇ ଜାଗାରେ ପୃଥ୍ୱୀରାଜ ଚୌହାନ ହରେଇଗଲେ, ହାରିଗଲେ। ସେଥିପାଇଁ ଶତ୍ରୁକୁ କେବେ ଛାଡି। ବୁଝିପାରିଲ ତୀରରେ ଯୁଦ୍ଧ। ଆଉ ଗୋଟେ ହେଇଥିଲା କିନ୍ତୁ ସେଠି କୌଣସି ଜାଗାରେ ମେନସନ କରାନାହିଁ, ସେଟା ଆମର କିଏ ଇଲତୁତମିଶଙ୍କ ସମୟରେ ହେଇଛି, ତ ସେଟା ମେନସନ କରାଯାଏ ନାହିଁ। କିନ୍ତୁ ଏଇ ଦିଟା ଇମ୍ପୋର୍ଟାଣ୍ଟ, 1191 and 1192। ଏଇ ପରେ ହିଁ ତମର 1208 ରୁ ମାନେ 1206 ରୁ ଆରମ୍ଭ ହେଲା ତମର ରୁଲିଂ ପୁରା ଇସଲାମ। 1192 ଗଲା, କେତେ ବର୍ଷ ଆଉ ରହିଲା? ଏ 8 ରହିଲେ କେତେ ହେଇଥାନ୍ତେ? 1206 କେତେ 814, 14 ବର୍ଷ ପରେ ଷ୍ଟାର୍ଟ ହେଇଲା। ବୁଝିପାରିଲ 14 ବର୍ଷ କାହିଁକି ହେଲା? 1206 ରୁ ଇସଲାମ ଷ୍ଟାର୍ଟ ହେଲା। ବୁଝିପାରିଲ 1206 ରୁ ଯଦି ହେଲା 1192 କୁ ମାଇନସ କରିଦିଅ, 6 ରୁ 2 ଗଲେ କେତେ? 4। ଏଠି ଶୂନ ଅଛି, କଣ କରିବା? ଏ ଏଠି ଆସିବ କେତେ ବର୍ଷ? 14 ବର୍ଷ ପରେ କିଏ ଥିଲେ? ମହମ୍ମଦ ଘୋରୀ ଥିଲେ, ସେ ରାଜା ଥିଲେ କିନ୍ତୁ ସେ ରହୁନଥିଲେ ଏଠି। ସେ ମଝିରେ ମଝିରେ ଆସିବେ, କିଛି ଲୁଟିବେ, ଚାଲିବେ। ଆଉ ତାଙ୍କର ଦାସ ଥିଲେ କୁତୁବୁଦ୍ଦିନ ଆଇବାକ। କାହିଁକି ଯୋଉ ଆମର ଇସଲାମରେ ଯୋଉ ଷ୍ଟାର୍ଟ ହେଲା କଣ ଦାସ ବଂଶ ବୋଲି କୁହାଯାଇଛି ହେଲା। ଦାସ, ଖିଲଜି, ତୁଗଲକ, ସୟଦ ହେଲା, ତାପରେ ଲୋଧି, ଏଇ ସବୁ ହିଁ ଆସିଛି 5ଟା ଡାଇନେସ୍ଟି ହେଲା। ଲୋଧି ରହିଲେ, ଲାଷ୍ଟ କିଏ ରହିଲେ ଆମର ଲାଷ୍ଟ ରୁଲର ଯାହାକୁ ମୋଗଲ ହରେଇଥିଲା ବାବର। ହଁ, ସେ ଥିଲେ ଦାସ ବୋଲି କାହିଁକି କୁହାଗଲା? କାହିଁକିନା ଦାସର ଅର୍ଥ ହଉଛି ହେଲା। ସେ ଚାକର ଥିଲେ କିଏ? କୁତୁବୁଦ୍ଦିନ ଆଇବାକ। କୁତୁବୁଦ୍ଦିନ ଆଇବାକଙ୍କର କୁତୁବୁଦ୍ଦିନ ଆଇବାକ ହେଲା, ନା ମନେ ରଖିବାକୁ ପଡିବ। ତାପରେ ରହିଲେ ଶାମସୁଦ୍ଦିନ ଇଲତୁତମିଶ, ତାପରେ ରେଜିଆ ସୁଲତାନ, ତାପରେ ବଲବନ, ତାପରେ ଜଲାଲୁଦ୍ଦିନ ଖିଲଜି, ତାପରେ ଆଲାଉଦ୍ଦିନ ଖିଲଜି। ଜଲାଲୁଦ୍ଦିନ ଖିଲଜି ପରେ ଆଲାଉଦ୍ଦିନ ଖିଲଜି, ତାପରେ ଗିୟାସୁଦ୍ଦିନ ତୁଗଲକ, ତାପରେ ମୋହମ୍ମଦ ବିନ ତୁଗଲକ। କଣ ତାପରେ କିଏ ଆସିଲେ? ସୟଦ ବଂଶ ଆସିଲେ। ସେ ସୟଦ ର ଜମା 2ଟା ରୁଲର ଥିଲେ, ତାଙ୍କ ନାଁ ମନେ ନାହିଁ। ଏତେ ନା ଇସଲାମ ନା ଗୁଡେ ମନେ ରଖିବା ବହୁତ। କୁତୁବୁଦ୍ଦିନ ଆଇବାକ ଗଲେ, ଆମେ କୋଉଠି ଥିଲେ? ସିରାଜ ଚାନ୍ଦ ବରଦାଇ, ଇମ୍ପୋର୍ଟାଣ୍ଟ ନା, ମନେ ରଖିବ ଇମ୍ପୋର୍ଟାଣ୍ଟ ନା। ଚାନ୍ଦ ବରଦାଇ ହଉଛି ଇମ୍ପୋର୍ଟାଣ୍ଟ, ମନେ ରଖିବ। ସେ କୋଉ ଯୁଦ୍ଧରେ ମାନେ କାହା ବିଷୟରେ ଲେଖିଛି? ପୃଥ୍ୱୀରାଜ ଚୌହାନଙ୍କ ବିଷୟରେ ଲେଖିଛି। କେମିତି କିଏ ଆସିଥିଲେ? ଅମର ଘୋରୀ। ହଁ, ତାଙ୍କ ସହ କୋଉ ଯୁଦ୍ଧ ହେଇଥିଲା? ହଁ, କେବେ ହେଇଥିଲା? କୁଆଡେ ଅନେଇକି କୁହ, ଖାତାରେ କଣ ଅଛି? ହଉ, ତାପରେ ରହିଲା ଆଉ ଜଣେ ରାଜତରଙ୍ଗ ମାନେ ଲେଖା। ତାପରେ ଲେଖି ତାଙ୍କ ରାଇଟର କିଏ? ତରଙ୍ଗୀ, ରାଜତରଙ୍ଗୀ। ହଁ, ଲେଖିଥିଲେ କହ୍ନର। ଏଥିରେ ଗୋଟେ ସୁନ୍ଦର ଜାଗା ବିଷୟରେ ମେନସନ କରାଯାଇଛି, କାଶ୍ମୀର। ରାଜତରଙ୍ଗୀ, କାଶ୍ମୀରରେ ଯୋଉ ରୁଲର ମାନେ ଥିଲେ
ସେମାନଙ୍କର ସେଠିକାର କେମିତି ଥିଲା, ଆଡମିନିଷ୍ଟ୍ରେସନ କଣ ଥିଲା, ସେଠି ରୁଲ କେମିତି ଥିଲା, ପନିଶମେଣ୍ଟ କଣ ଥିଲା, ସୋସାଇଟି କଣ ଥିଲା, ତାଙ୍କ ଇକୋନୋମି କଣ ଥିଲା, ସବୁ ଲେଖା ହେଇଛି ହେଲା। କେମିତି ସେ ରାଜାଙ୍କୁ ଡାକିଥିଲେ ଗୋଟେ ଜାଗାରେ ଆଉ ଗୋଟେ ଜାଗାକୁ, ସେଠି ଗଲେ, ସେ ତାଙ୍କର ବହୁତ କିଛି ଅଛି ଏଠି ହେଲା। ତାହେଲେ ଲେଖିଛନ୍ତି କିଏ? କଲ୍ହଣା। ଏଟା କାହା ବିଷୟରେ ଡେସ୍କ୍ରାଇବ କରାଯାଇଛି ହେଲା? କାଶ୍ମୀର ମାନଙ୍କର ହେଲା, କାଶ୍ମୀର କିଙ୍ଗଡମ ବିଷୟରେ ଲେଖା ହେଇଛି। ତାଙ୍କର କନସ୍ପିରେସି କଣ? କାଶ୍ମୀରର କିଙ୍ଗଡମ ଉପରେ ଲେଖା ହେଇଛି ତାଙ୍କର କନସ୍ପିରେସି କଣ ଥିଲା, କେମିତି ଭାବରେ ସେମାନେ ଷଡଯନ୍ତ୍ର, ଗୋଟେ ରାଜ୍ୟକୁ ଜିତିବାକୁ ହେଲେ ଆଜି କଣ କରିବାର ଅଛି, ଷଡଯନ୍ତ୍ର କରିବାର ଅଛି ହେଲା। ସ୍ୱପ୍ନ ମାମା ଭଲ କର। ହଉ, ତାପରେ ଆମେ ଟିକେ ଆଁ, ଓଡିଶାର ପୁରାତନ ନାମ? ହଁ, କଣ କହିଲୁ? ଓଡିଶା ପରେ, ଓଡିଶା କେବେ ଓଡିଶାକୁ ଚେଞ୍ଜ ହେଲା? 11, 12, 11, 12। ହଉ, ରାଜବଂଶାବଳୀ ବିଷୟରେ ଆମେ ଲେଖିବା କଟକ ଏବଂ ଉଡ୍ର ଦେଶ। ଏଗୁଡା ଥିଲା ରାଜବଂଶାବଳୀ ହେଲା। ଲେଖିବ ମାନେ ତା ଅର୍ଥ ରାଜବଂଶାବଳୀ ବିଷୟରେ ଏମାନେ ସବୁ ରାଜା ମାନେ ନିଜେ ଲେଖୁଥିଲେ, ବୁଝିପାରିଲ? ଏମାନେ ରାଜକୀୟ ପରିବାରରୁ ନଥିଲେ, ଯୋଉ ସାଧାରଣ ଲୋକ ସେ ବିଷୟରେ ଲେଖୁଥିଲେ। ଯେମିତି ଜଣେ ରହିଲେ ତମର ଓଡିଆର ଲେଖାଟା, ତମର କୋଉ ବ୍ୟକ୍ତିଟା ଉନ୍ନତି ସୀମାକୁ ପହଞ୍ଚେଇଥିଲେ? ଫକୀର ମୋହନ ସେନାପତି। ତାହେଲେ ସେ ରାଜା ନୁହନ୍ତି। ଠିକ ସେମିତି କିଛି ରାଇଟର ମାନେ, ଅଥର ମାନେ ଥିଲେ ଯୋଉମାନେ କି କଟକ ବା ଉଡ୍ର ଦେଶ ବିଷୟରେ ଲେଖୁଥିଲେ, ଯାହାକୁ କୁହାଗଲା ରାଜବଂଶାବଳୀ। ସେଇଥିରୁ ସେମାନେ କଣ ଆମକୁ କଣ ସୋର୍ସ ମିଳୁଛି ନା ଆନ୍ସିଏଣ୍ଟ ଓଡିଶା ବିଷୟରେ ଆମକୁ ବହୁତ କିଛି ଏଭିଡେନ୍ସ ମିଳୁଛି ହେଲା। ଆରେ ଏଭିଡେନ୍ସ ଲେଖିବା କଣ? ହେଲା, ancient ଓଡିଶାର ଏଭିଡେନ୍ସ ବିଷୟରେ ଆମକୁ କୋଉଠୁ ମିଳିବ ନା ରାଜବଂଶାବଳୀରୁ। କୋଉଥିରୁ? ରାଜବଂଶାବଳୀ। ତାପରେ ରହିଲେ ଆମର ଟିକେ ମ୍ୟାଥ ଆଡକୁ ଯିବା। ଇଏ ତମର ଶୂନ୍ୟ ଇଏ କରିଥିଲେ, କିଏ କରିଥିଲେ ତ ଶୂନ୍ୟଟା? ନା କଣ? କିଏ କରିଥିଲା? ଆର୍ଯ୍ୟଭଟ୍ଟ। କଥା ରହୁଛି ଆର୍ଯ୍ୟଭଟ୍ଟ। ଆରେ ବହୁତ ଜାଗାରେ ଖାଲି କଣ ଇଂଲିଶ ମାନେ ତାଙ୍କ ନାଁ ହିସାବରେ ସବୁ କିଛି ବାହାର କରିବେ ନା ହେଲା। ଇଂଲିଶ ମାନେ ଯାହା ପାଇଲେ ସେଟା ନା ତାଙ୍କ ନାଁ ହିସାବରେ କରିଦେବେ। ଜେ ଏଲ ବେଡ କଣ ବାହାର କରିଥିଲେ? ଜେ ଏଲ ବେଡ, ଟିଭି ଯୋଉଟା ଦେଖୁନ, ରବର୍ଟ ବ୍ରଦର୍ସ। ରବର୍ଟ ରାଇଟ ବ୍ରଦର୍ସ। ହଉ, ଆର୍ଯ୍ୟଭଟ୍ଟ। ଆମେ ସିଆଡକୁ ପଳଉଛେ ହେଲା। ଇଏ ଆମର କାହା ବିଷୟରେ ଲେଖୁଥିଲେ? ମ୍ୟାଥ ଆଉ ଆଷ୍ଟ୍ରୋନମି ବିଷୟରେ। ଇଏ ଆମର କଣ କରୁଥିଲେ? ମ୍ୟାଥ ତମର ମେନ୍ ଇମ୍ପୋର୍ଟାଣ୍ଟ ଜିନିଷ, ସାଧାରଣତଃ ପରୀକ୍ଷାରେ କେହି ଆଣିବନି ହେଲା, ପରୀକ୍ଷାରେ କେହି ଆଣିବନି। ଆଉ କଣ ରହିଲା? ଆଷ୍ଟ୍ରୋନମି, ଆଷ୍ଟ୍ରୋଲୋଜି। ଆଷ୍ଟ୍ରୋଲୋଜି ଉପରେ ତାଙ୍କର ଜ୍ଞାନ। এটা ନୁହେଁ ଯେ ପଠାଣି ସାମନ୍ତଙ୍କ ଭଳି, ପଠାଣି ସାମନ୍ତ ପୂର୍ବରୁ ଇଏ ଥିଲେ, ସିଏ ତ ନଳୀରେ ଦେଖୁଥିଲେ, ଇଏ ବି ନଳୀରେ ଦେଖୁଥିଲେ। ଆଉ ତ ନଳୀ। ତାଙ୍କର ସୂର୍ଯ୍ୟ ଘଡିକି ଜାଣିଛ କାହାର? ପଠାଣି ସାମନ୍ତଙ୍କର। କୋଉଠି ରଖା ହେଇଛି ଦେଖିଛ? କାଇଁ କୋଉଠି କ୍ଲାସ ଅଛି?
ଚାଲିଯିବ। ହଁ, ତମେ ଯାଇପାରିବ ସେମିତି କିଛି କହିବ କେତେବେଳେ 9ଟା 10ଟା ଖରା ହେଲେ ଯିବା। ହଉ ତାପରେ ଲେଖ ବୃହତ ସଂହିତା ଆଉ ଗୋଟେ ଇମ୍ପୋର୍ଟାଣ୍ଟ। ହଉ ଲେଖିଛନ୍ତି ବରାହ ମିହିର। ତାହେଲେ ଠିକ ଅଛି, ତାହେଲେ କାଲି ତମକୁ ହିଷ୍ଟ୍ରି ଡିପାର୍ଟମେଣ୍ଟ ବି ବୁଲେଇ ନିଆ ହବ। ତମକୁ ସେଠି ଆର୍କାଇଭ କୁ ବି ନିଆ ହବ। ଠିକ ଅଛି। କେତେଟା ବେଳେ? କ୍ଲାସ ଅଛି କି? 9ଟା 10ଟା ଭିତରେ ସକାଳ। ତାପରେ ଏକ୍ସାମ ଚାଲିବ, ଆଲାଉ କରିବି ହେଲା। ଠିକ ଅଛି। ହଉ। ବୃହତ ସଂହିତା କିଏ ଲେଖିଛନ୍ତି? ବରାହ ମିହିର। ବୁଝିପାରିଲ? ହଉ ତାପରେ ଆସିଲା ଆମର ଚରକ ସଂହିତା। ତମେ ଚରକ ନା ଶୁଣିଛ ବହୁତ ଜାଗା। ହୁଁ, ନା ଚରକ ଚରକ ସଂହିତା ଲେଖିଛନ୍ତି ଚରକ। ହଁ, ଆଉ ସୁଶ୍ରୁତ ସଂହିତା ଲେଖିଛନ୍ତି ସୁଶ୍ରୁତ। କାହା ବିଷୟରେ ଲେଖା ହେଇଛି ସେଟା ଦେଖୁନ। ମେଡିକାଲ ଉପରେ ମେଡିସିନ। ଚରକ ସଂହିତା ସପ୍ତମ ନା ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିରେ ପଢିଥିବ। ସବୁ ଗଛରେ କଣ ଥାଏ? କିଛି ନା କିଛି ଔଷଧୀୟ ଗୁଣ ଥାଏ। ମନେ ପଡିଥିବ। ବୃକ୍ଷର ମାହାତ୍ମ୍ୟ ହେଲା। ଯୋଉ ପିଲାଟା ବହୁତ ଅଷ୍ଟମ